ଜୟ ଜଗନ୍ନାଥ ସାଙ୍ଗମାନେ, ମୋର ଛୋଟିଆ ମିନି ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଆଉ ଦେଖନ୍ତୁ, ମୁଁ ଏମିତି ପୂଜା କରିନେଲି ସକାଳୁ, ଗାଧୁଆ ପାଧୁଆ ସାରିକି ପୂଜା କରିନେଲା ପରେ ତାପରେ ଷ୍ଟାର୍ଟ ହବ ମୋର ଏବେ ମର୍ଣ୍ଣିଂ ରୁଟିନ। ମୁଁ କଣ କଣ କରୁଛି ଆପଣଙ୍କୁ ଦେଖଉଛି, ଚାଲନ୍ତୁ ଦେଖନ୍ତୁ। ଆଉ କେମିତି ଲାଗୁଛି ମତେ କମେଣ୍ଟ କରିକି ନିହାତି ଜଣେଇବେ। ଷ୍ଟାର୍ଟ ହେଇଗଲା ବେଲପତ୍ର ରସରୁ ଦିନ। ଆଉ ବେଲପତ୍ର ରସ ପରେ ମୁଁ ମୋର ଚିଆ ସିଡ୍ସ ଆଉ ଭୁସି ରାତିରେ ଭିଜେଇକି ରଖିଥାଏ, ତାକୁ ବି ପିଇ ନେଲି। ପିଇଲା ପରେ ଆମର ବାଲେଶ୍ୱରିଆ ସ୍ପେଶାଲ କିଛି ଦେଖଉଛି, ଦେଖନ୍ତୁ। ମୁଢି, ଟମାଟୋ, ପିଆଜ, ଧନିଆ ପତ୍ର ଆଉ ଆମ୍ବ ଆଚାର ବଢିଆ ଲାଗେ ଖାଇବାକୁ। ବାଲେଶ୍ୱର ଲୋକ କେବଳ ଆର ମଜା ପାଇଛନ୍ତି। ଆପଣ ମାନେ ବି ଦେଖନ୍ତୁ କେମିତି ଲାଗୁଛି। ଆଉ ଆପଣ ତ ଟେଷ୍ଟ କରନ୍ତୁ କେମିତି ଘରେ ଲାଗୁଛି, ମତେ ଜଣେଇବେ କମେଣ୍ଟ କରିକି। ବାଲକୋନିରେ ବସିକି ମୁଁ ମୋର ଏମିତି ମୁଢି ଖାଇଲି। ଖାଇସାରିଲା ପରେ ପ୍ରୋସେସିଂ ଷ୍ଟାର୍ଟ ହେଲା ଆମର ଦିପହର ଖାଇବାର। ଦେଖନ୍ତୁ, ଭାତ ତରକାରୀ ଏମିତି ବସେଇଦେଲି। ତାପରେ ଆମର ଟିକେ ଷ୍ଟାର୍ଟ କରିଦବା ଏବେ ଡ୍ରେସ୍ ସଫା କରିବାର। ଡ୍ରେସ୍ ସଫା କରିକି ଶୁଖେଇ ଦେଇ ସାରିଲା ପରେ ତାପରେ ଭାତ ଖାଇବା, ରୋଷେଇ କରିବା ଆଉ। ଭାତ ବି ହେଇଗଲା, ଏବେ ଖାଇ ଖୁଆ ଦେଇକି ଟିକେ ରେଷ୍ଟ ନେଇ ନବା। ତାପରେ ଯାଇଥିଲୁ ମାଛ ଆଣିବାକୁ, ଦେଖନ୍ତୁ ମାଛ ଆମେ ଗଲା ବେଳକୁ ସରିଗଲା। ତାପରେ ଶୋଇ ଶୋଇକି ଉଠିକି ଗଲା ବେଳକୁ ଟିକେ ଖାଇବାକୁ ଇଚ୍ଛା ହେଲା। ତାପରେ କେକ୍ ଦୋକାନ ଯାଇଥିଲୁ, କପ୍ କେକ୍ ନେଇକି ଆସିକି ଏଠି ବସିକି କେମିତି ଖାଉଛୁ ଟିକେ ଦେଖନ୍ତୁ। ଆମର ଏମିତି ଖିଆ ପିଆ ଚାଲିଲା। ଆଉ ଖାଇସାରିକି ତ ଝଡେଇବା ଜରୁରୀ ନା, ତ ଝଡେଇବା ପାଇଁ ମୁଁ କଣ କରୁଛି ଆପଣ ମାନେ ଦେଖନ୍ତୁ। ବାସ୍ ଏବେ ଝଡେଇଲି। ରହୁଛି ସାଙ୍ଗମାନେ।